हाँ नमस्कार कुहतु। ओके। ସାର୍ ଆଉ ଗୋଟେ ଭଲ କଥା ହେଇଛି। ସାର୍ ଯୋଉ ପ୍ରେଜେଣ୍ଟ ଲାଇଫରେ ବଞ୍ଚିବା ପାଇଁ ଆଉ ପଛ କଥା ଭୁଲି ଯିବା ପାଇଁ, ସେଇଟା ମୁଁ ସେଦିନ ଆପଣଙ୍କୁ କହିଥିଲି। ମୁଁ କହିଲି ସାର୍ ଏତେ ଦିନ ହେଲା ମୁଁ ସେଇଟା କରୁଛି ହଉନି, କିନ୍ତୁ ସାର୍ ମୁଁ ବୋଧେ ମାନେ ପ୍ରପରଲି ଏଞ୍ଜେଲ ମାନଙ୍କୁ ଇନଭୋକ୍ କରିକି କରୁନଥିଲି ଭାବୁଥିଲି। ତାପରେ ଯୋଉଦିନ ଆପଣ କହିଲେ ନା ଏଇଟା ହେଇଯାଏ ବୋଲି, ସାର୍ ସେବେଠୁ ମୁଁ ରେଗୁଲାର କରୁଛି। ସାର୍ ଏବେ ମୁଁ ବୋଧହୁଏ 99% ପଛ କଥା ଭୁଲି ଯାଇଛି, ଆଉ 1% ଯୋଉଟା 20 ବର୍ଷ ହେଲା ସାର୍ ଭୁଲି ପାରୁନଥିଲି, 99% ଭୁଲି ଯାଇଛି। ଯଦି 1% କେବେ କେମିତି ଆସୁଛି ସେ ବି ମୁଣ୍ଡରେ ରହୁନି। ସାର୍ ବହୁତ କଷ୍ଟ ମତେ ସେଇଟା ଜିନିଷ ହଉଥିଲା। ହୁଁ କିନ୍ତୁ ହୁଁ ସାର୍ ଏଞ୍ଜେଲ ମାନଙ୍କୁ ବହୁତ ଗ୍ରାଟିଚ୍ୟୁଡ ପେ କରୁଛି, ଆଉ ଆପଣଙ୍କୁ ବି ସେଇଟା ମୋ ମନରୁ ସାର୍ ଏତିକି ଦିନ ଭିତରେ ଯେତେ ଦିନ ଆପଣ କ୍ଲାସ କରିନାହାନ୍ତି ନାହାନ୍ତି ସେତେ ଦିନ ମୁଁ ରେଗୁଲାର ସେଟା ଡ୍ର କରୁଛି। ଏବେ ବି ସାର୍ ଡ୍ର କରିକି ରଖିଛି। ସେ ଆରେ କଥା ଆରେ। କେବେ ବି ମନେ ପଡୁନି, କେବେ ବି ମନେ ପଡୁନି କି କଷ୍ଟ ମିଳୁନି ସେ କଥା ଯୋଉଟା ମିଳୁନି କି ସେ ଆମେ ଲାଷ୍ଟ ନା ତା ପୂର୍ବ କ୍ଲାସରେ ଯୋଉ କହୁଥିଲେ ନାଇଁ ସାର୍ ହବନି ସାର୍ ହଁ ହବନି ସାର୍ ସେଇ ସେଇଟା ଜିନିଷଟା। ସେଇଟା ହୁଁ ଚାଲ ବହୁତ ସେଇଟା ସୁନ୍ଦର। ଗୋଟେ ଗ୍ରେଟ୍ ସକ୍ସେସ୍ ସେଇଟା ମୋ ପାଇଁ। ମତେ ଏତେ ପେନଫୁଲ ଜର୍ଣ୍ଣି ମୋର ଥିଲା, ମାନେ ହୁଁ। ଆଇ କ୍ୟାନଟ୍ ଡେସ୍କ୍ରାଇବ ସାର୍। କିନ୍ତୁ ସାର୍ ଏବେ ପୁରା ମୁଁ ରିଲାକ୍ସ ସେଟାକୁ ନେଇକି ହେଇଯାଇଛି। ଆଚ୍ଛା। ସେଟା କିଛି ନୁହଁ, ସେଟା ଗୋଟେ ଲାଇଫ ର ଇସ୍ୟୁ ନୁହଁ କି ଗୋଟେ ପାର୍ଟ ନୁହଁ କି କିଛି ନୁହଁ, କେବଳ ଗୋଟେ ଅଯଥା କଥା ମୋ ମୁଣ୍ଡରେ ବାନ୍ଧିକି ରଖିଥିଲି। ଏଇଆ ସାର୍ ଏବେ ମୁଁ ଭାବୁଛି। ସାର୍ ବହୁତ ରିଲାକ୍ସ ସେ ଟପିକ କୁ ନେଇକି। ଚାଲ ବହୁତ ସୁନ୍ଦର। ବାସ୍ ଏମିତି ରେଜଲ୍ଟ ଦିଅନ୍ତୁ, ଆପଣଙ୍କ ଭିତରେ ପରିବର୍ତ୍ତନ ଆଣନ୍ତୁ। ମୁଁ ଚାହୁଁଛି ସେତିକି, କାହିଁକିନା ମୁଁ ଯେତିକି ଏଫର୍ଟ ଦେଇଛି ଆପଣ ଯଦି ତାକୁ ଅତି ଲାଇଟଲି ନେଇଯିବେ କୋଉଠି ନା କୋଉଠି ମୋ ପରିଶ୍ରମର ଫଳଟା ଆପଣ ପାଇପାରିବେନି। ହଁ ମୁଁ ଏଠି ବହୁତ ଇଜି କରିଦେଇଛି। ସ୍ନେହ ସାର୍ ଦେଶାଇ ସେଇଦିନ ଯିଏ ମୁଁ ଭାବିଲି ସାର୍ କହୁଛନ୍ତି ହବ ମାନେ ନିଶ୍ଚିନ୍ତ ହବ, ନିଶ୍ଚୟ ସେ କଥାରେ କିଛି ଥିବ। ମୁଁ ବୋଧେ ସିରିୟସଲି କିଛି ଦେଖନ୍ତୁ, କରୁନି ସାର୍ ସେବେଠୁ। ବିଲିଫ ସିଷ୍ଟମ ଆମେ ଯଦି ଷ୍ଟ୍ରଙ୍ଗ କରିଦେଲେ ସବୁ କାମ ହେଇଯିବ ସିମ୍ବଲରେ। ସାର୍ ଏଇ ସତ କଥା। ହଁ। ଆମ ବିଲିଫ ସିଷ୍ଟମ ଉପରେ ଡିପେଣ୍ଡ କରୁଛି ଯେ ଆମେ କେତେ ଆଚିଭ୍ କରିବା କେତେ ନ କରିବା। କେତେ ଆମକୁ ରେଜଲ୍ଟ ମିଳିବ ଆମ ବିଲିଫ ସିଷ୍ଟମ ଉପରେ ଡିପେଣ୍ଡ କରୁଛୁ। ଟିକିଏ ବି ଆମର 1% ରହିଗଲା, କନଫ୍ୟୁଜନ କ୍ରିଏଟ ରହିଗଲା, ହେବା କାମଟା ବିଗିଡି ଯିବ ସେ। ହୁଁ ହୁଁ ତାହେଲେ କାହିଁକି ଆମେ କନଫ୍ୟୁଜନ କ୍ରିଏଟ କରିବା? ଏକଦମ ବ୍ଲାଇଣ୍ଡ ହେଇକି କାହିଁକି ନ ବ୍ୟବହାର କରିବା? ସାର୍ ଠିକ କାହିଁ ନ କଥା। କରିବା? ଆମେ ହୁଁ ଦେଖୁଛେ ଥଣ୍ଡା ଖାସ ଜର ହେଲେ ଆମେ ଏଇଟା ଡ୍ରପ୍ କରିଦେଲେ ଆମର ଭଲ ହେଇଯାଉଛି। ହୁଁ ହୁଁ ଯଦି ଭଲ ହେଇଯାଉଛି ସବୁ ସିମ୍ବଲ ବି କାମ କରିବ ନା, ଏଥିରେ ସନ୍ଦେହ କରିବା କଣ ଅଛି ଆଉ? ହୁଁ ଆଖି ବନ୍ଦ କରିବ ବାସ୍ ଡ୍ରପ୍ କରିବ। ହୁଁ ଏକଦମ 100 to 100% ବିଲିଭ, ହୁଁ ହୁଁ। ଭରସା ରଖିବାର ଅଛି। ହଁ ଦେଖିବା ସାର୍ ତ କହିଛନ୍ତି ପ୍ରାକ୍ଟିକାଲ କରିବା ଆଗେ। କଣ ତନ୍ମୟ ସାର୍? ସାର୍ ହାପି ନ୍ୟୁ ଇୟର, ସାର୍ ହାପି ନ୍ୟୁ ହଁ ଇୟର, ନମସ୍ତେ। ହାପି ନ୍ୟୁ ଇୟର, ହାପି ନ୍ୟୁ ଇୟର ସାର୍ କୁହନ୍ତୁ। ମୁଁ ବି ହିଲିଂ କରିକି ବହୁତ ରେଜଲ୍ଟ ମିଳିଯାଇଛି ସାର୍ ମତେ। ଆଚ୍ଛା। ହିଲିଂ ବି ଷ୍ଟାର୍ଟ କରିଛି ସାର୍। ଆଉ ସାର୍ ଇଏ ସିମ୍ବଲରେ ଏତେ ମ୍ୟାଜିକ୍ ହଉଛି ସାର୍, ମୁଁ ବିଲିଭ୍ କରିପାରୁନଥିଲି ସାର୍। ମୁଁ ଯେତେବେଳେ ଯାହା ଦରକାର ପଡିଲା ସାର୍ ଡ୍ର କରିଦଉଛି ଏଇରେ ସାର୍। ଆମେ ଯେମିତି କମ୍ପ୍ୟୁଟରରୁ ସାର୍ କପି କରୁଥିଲେ, କପି କରି ପୁରେଇ ଦଉଛି ସାର୍, ଯୋଉଠି ଦରକାର ସେଠି ପୁରେଇ ଦଉଛି, ସାଙ୍ଗେ ସାଙ୍ଗେ ରେଜଲ୍ଟ ସାର୍। ଖୁସି ଟାଣି ଲାଗୁଛି ଆଣି ଆପଣ, ପୁରେଇ ଦଉଛି, ଆପଣଙ୍କର ଯୋଉଠି ଏମିତିଆ ସବୁ ଦରକାର କଥା ସାର୍ ଟାଣି ଶୁଣିଲେ ଆଣି ପୁରେଇ ଦଉଛି ସାର୍। ମଜା ଲାଗୁଛି। ଆଜ୍ଞା ସାର୍। ଆଉ ସାର୍ ହିଲିଂ ଗୋଟେ କରିଛି ମୁଁ, ମୋର ଭାଉଜଙ୍କର ସିରିୟସ୍ ଥିଲେ ସାର୍ ସିଏ। ବହୁତ ପୁରୁଣା ରୋଗ, ମାନେ ବ୍ଲଡ ର WBC ପରିମାଣ ଟିକେ କମିଯାଏ, ବଢି ଯାଇଥିବାରୁ ହ୍ୱାଇଟ ସେଲ ଯା ବଢି ଯାଉଛି ସାର୍। ସେ ପୁରା ମୁଣ୍ଡ ପୋତିଆ ରୁହେ ସାର୍, କିଛି କାମ କରେନି। ବହୁତ ବର୍ତ୍ତମାନ ରିସେଣ୍ଟଲି ହସ୍ପିଟାଲ ଜଏନ୍ ହେଇଥିଲେ, 7-8 ଦିନ ଥିଲେ ସାର୍। କିନ୍ତୁ କିଏ ହେଇପାରିଲାନି ସେ, 25,000 ବଢି ଯାଇଥିଲା ସାର୍। ଇଞ୍ଜେକ୍ସନ ଦେଇ ଦେଇ 20,000 କୁ ଆସିଥିଲା ସାର୍। ତାପରେ ମତେ ଟିକେ, ମୁଁ ଯାଇ ଘରୁ ଯାଇଥିଲି, ବହୁତ ଖରାପ ଲାଗିଲା। ମୁଁ କହିଲି ତୋ ପାଇଁ ମୁଁ ଜାଣିଛି ଗୋଟେ ସାର୍, ମୁଁ ଶିଖିଛି ଗୋଟେ ଏଞ୍ଜେଲ ଥେରାପି, ହେଲେ ମୁଁ କରିଦେବି କି? ହଁ କରିବି। ହଁ ହଁ କଲା ପରେ 3 ଦିନ ମୁଁ କରିକି, 3 ଦିନରୁ ଷ୍ଟାର୍ଟ ବହୁତ ରିଲାକ୍ସ ସାର୍, ପୁରା ଫ୍ରି ହେଇଯାଇଛି ସାର୍। ତାପରେ ରିସେଣ୍ଟଲି ସିଏ ଟେଷ୍ଟ କରିଥିଲେ, ସେଟା ଆସିଯାଇଛି 13 କି 13,000 ଆସିଯାଇଛି ସାର୍। 7 ଦିନ ଯୋଉଟା ସାର୍ ମେଡିକାଲ ରେ ଆସୁନଥିଲା ସାର୍, ଥିଲେ 3 ଦିନରେ ସାର୍ ସେଟା 13,000 ଡାଉନ ହେଇଯାଇଛି। ଆଉ ବର୍ତ୍ତମାନ ବି ଚାଲିଛି, ପୁରା କ୍ଲିୟର ହେଇଛି ସାର୍, ଏତିକି ବିଶ୍ୱାସ ବି ଅଛି ସାର୍। ଆଜ୍ଞା। ଚାଲ ଆଉ ଗୋଟେ ସାର୍, ଆଉ ଗୋଟେ ସାର୍ କଣ ହେଇଛି, ଗୋଟେ ରିସେଣ୍ଟ ଗୋଟେ ବାହାଘର ଥିଲେ ସାର୍। ବାହାଘରରେ ଆମେ ଟିକେ ଭୋଜି ବସ୍ତରେ ବ୍ୟସ୍ତ ଥିଲେ ସାର୍। ମୋବାଇଲ ଟା ଘରେ ଥିଲେ ସାର୍, ବୁଝିଲେ। ଜଣେ କିଏ ଆସିକି ମୋବାଇଲ ଟା ଧରିକି ପଳେଇଛନ୍ତି ତାଙ୍କ ଘରୁ। ମୁଁ ଯାଇଛି ସେଇଠି, ସବୁ ଖୋଜା ପଡିଲା, ଜଣା ପଡିଲାନି। ତାପରେ ମୁଁ ଟିକେ ଚିନ୍ତା କଲି, ବସିଲି, ଆର୍କଏଞ୍ଜେଲ ଚାମୁନକୁ ଚିନ୍ତା କଲି। କଣ କରିବା, ଚେଷ୍ଟା କରିବା, କି ନେଇଛି ଜାଣିବା କେମିତି। ଚିନ୍ତା କଲେ ଫାଷ୍ଟ ଥିଙ୍କ ମୋର ଆସିଗଲା, ଦିଟା ଝିଅ ଦୁଶିଲେ ସାର୍। ଦିଟା ଝିଅ ହେଲେ, ମୁଁ ତାଙ୍କୁ କହିଲି, ଦିଟା ଝିଅ ଆସିଥିଲା ଏଇ ଘରୁ।
ତାଙ୍କେ କହିଲେ ହଁ ଦିଟା ଝିଅ। ୱାଓ। ଏତେ ସାରା ରେଜଲ୍ଟ ଆସି ସାର୍, ତ ଏତେ ଖୁସି ହଉ ସାର୍ ଇଏ ପରେ ମୁଁ ଯାଇ ବହୁତ ନିଜକୁ ଫିଲ୍ କରୁଛି। ବହୁତ ଚାଲନ୍ତୁ ବଢିଆ ଆପଣଙ୍କୁ ସାର୍। କେତେବେଳେ ଗୋଟେ ଆଉ ଇଣ୍ଟରଭ୍ୟୁ ନେବି ମୁଁ ଆପଣଙ୍କ ସହିତ ଆଉ ହେଲା। ମୁଁ ନିହାତି ନିହାତି ସାର୍, ନିହାତି ସାର୍, ନିହାତି ସାର୍। ସାର୍ ଚାଲନ୍ତୁ ଚାଲନ୍ତୁ ଓକେ ଯିବା। ଶରତ ବାରିକ କରନ୍ତୁ। ଆପଣଙ୍କ ସହିତ ଟିକେ କଥା ହବା, ବହୁତ ଦିନ ହେଲା କଥା ହେଇନି। ସାର୍ ନମସ୍କାର। ଆଜ୍ଞା ନମସ୍କାର କୁହନ୍ତୁ। ସାର୍ ବହୁତ ବଢିଆ ରେଜଲ୍ଟ ସାର୍ ମିଳୁଛି ସାର୍, ହିଲିଂ ବି ଆସୁଛି ସାର୍, ସିମ୍ବଲ ବି ୟୁଜ ରେ ସାର୍ ବଢିଆ ବଢିଆ ରେଜଲ୍ଟ ଆସୁଛି। ମୁଁ ସାର୍ ଆପଣଙ୍କୁ ଗୋଟେ ପଠେଇଥିଲି ଭିଡିଓ ସାର୍ ଦେଖିଥିବେ। କେବେ ପଠେଇଥିଲେ? ହିଲିଂ ତ ଆପଣ ସାର୍ ଟ୍ରେନିଂ ଯାଇଥିଲେ, ଯୋଉ ଇଏ ଟ୍ରେନିଂ ଯାଇଥିଲେ, ମୁଁ ଗୋଟେ ମୁଁ ଆପଣଙ୍କୁ ଭିଡିଓ 14 ପଠେଇ ମାନେ ତାରିଖରୁ ଆଉ ଭିଡିଓ ମୁଁ ଆପଣଙ୍କୁ ମେସେଜ ମୋ ପାଖରେ ଯାଇ ବି ପଠେଇଛନ୍ତି, ମୁଁ ତାକୁ ରିଡ୍ ହିଁ କରିନି। ହଁ ଗୋଟେ ରିଡ୍ କଲେ ବି ସେ ବଢିଆ ବଢିଆ ପଠେଇଥାନ୍ତି। ଡ୍ରେସିଂ ଆସୁଛି। ବହୁତ ସାର୍ ଏକ୍ସାଇଟେଡ, ବହୁତ ଏକ୍ସାଇଟେଡ। ରେଜଲ୍ଟ ସାର୍ ପୁରା 100% ରେଜଲ୍ଟ ସାର୍। ଭେରି ଗୁଡ୍ ଭେରି ଗୁଡ୍, ସେଇ ବିଶ୍ୱାସ ରଖନ୍ତୁ ସବୁ ଠିକ ହବ। ହଁ ସାର୍ 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 ବାସ୍ ଆପଣଙ୍କର ବି ଇଣ୍ଟରଭ୍ୟୁ ନେବି। ସାର୍ ସିଓର ସାର୍। ସେଲ୍ଫି ଭିଡିଓ ପଠେଇ ଦିଅନ୍ତୁ, ମୁଁ କାଲି ସେୟାର କରିବି। କାଲି ଆଜି ମୁଁ କହିନି ସେଲ୍ଫି ଭିଡିଓ କଥା, କାଲି କହିବି। ଓକେ ଚାଲନ୍ତୁ ଆଉ କାହା ପାଖକୁ ଯିବା। ଟ୍ରିଲେସନ, ହିଲର ଟ୍ରିଲେସନ। ନମସ୍କାର ସାର୍, ହାପି ନ୍ୟୁ ହଁ ଇୟର। ନମସ୍କାର କୁହ। ସାର୍ ମୁଁ ସାର୍ ହିଲିଂ ତ ବର୍ତ୍ତମାନ ସୁଦ୍ଧା ଷ୍ଟାର୍ଟ କରିନି ସାର୍, କରିବି। ହୁଁ ହୁଁ। ଆଉ କିନ୍ତୁ ସିମ୍ବଲର ମୁଁ ବହୁତ ଗୁଡା ଇମାଜିନ୍ କରିସାରିଲିଣି ସାର୍, ଭଲ ବଢିଆ ରେଜଲ୍ଟ ଆସୁଛି। ଏଇଟା କୁକୁର ଛୁଆଟା ଉପରେ ସାର୍ ମୁଁ କରିଥିଲି ଆପ୍ଲାଏ। ଆଚ୍ଛା। ହଁ ସାର୍ କୁକୁର ଛୁଆଟା ଉପରେ କରିଥିଲି, ସେ କୁକୁର ଛୁଆଟିକୁ ମାନେ ସେ ବାଇକ ବାଲା ଏମିତି ଗୋଟେ କରିଦେଇଛି, ତା ଆଖିଟା ପୁରା ଏକଦମ ବାଁ ସାଇଡ୍ ଆଖି ଡୋଳାଟା ପୁରା ଉଲ୍ଟି ଯାଇଥିଲା। ଆଚ୍ଛା। ଭିତରୁ ପଶୁ ପୁରା ପଶି ଯାଇଥିଲା, ଆମର ବ୍ଲଡ ଫ୍ଲଡ ବାହାରୁଥିଲା। ଓକେ। ଆର୍ଚ ଏଞ୍ଜେଲ ଏରିଏଲଙ୍କୁ ଇନଭକ୍ କଲି, ଆଉ ପ୍ଲସ୍ ହତାମିଆ ଆଉ ଆକାଶବା ଆଉ ତା ସହିତ ହାମଳା ସିମ୍ବଲକୁ ମୁଁ ଡ୍ର କଲି। ସାର୍ 2 ଦିନ ଭିତରେ ରେଜଲ୍ଟ ସାର୍, ଆଖି ପୁରା କ୍ଲିୟର ହେଇଯାଇଛି ସାର୍। ଆରେ ବାହ ଭେରି ଗୁଡ୍ ଭେରି ଗୁଡ୍ ଭେରି ଟୋଟାଲ ସାର୍ ତାର କୌଣସି ବ୍ଲଡ ଫ୍ଲଡ ନାହିଁ, ପୁରା ଜେନେରାଲ ଆଖି, ପୁରା ନର୍ମାଲ ଆଖି ଆସିଯାଇଛି ସାର୍। ମୋର ଗୋଟେ ଷ୍ଟୁଡେଣ୍ଟ, ସେ ବାହାର ଓଡିଶା ଆସୁଛି ବାହାରର, ସେ କଣ ଆଜ୍ଞା କରିଥିଲା, ଗୋଟେ ପକ୍ଷୀ କରେଣ୍ଟ ବାଜିକିରି ଛଟପଟ ହଉଥିଲା। ସାର୍। ମାନେ ମରିଆ କଣ୍ଡିସନ, ପୋଡି ଯାଇଥିଲା, ଜଳି ଯାଇଥିଲା। ସିମ୍ବଲ ଡ୍ର କରି 10 ମିନିଟ୍ ପରେ ଦେଖିଲା ବେଳକୁ ସେ ଉଡ଼ିକି ପଳେଇଲାଣି। ହଁ ସାର୍ ସେଇ ଟାଇପର ହେଇଛି ସାର୍, କୁକୁର ଛୁଆଟିର ସାର୍ ଇମାଜିନ୍ ସାର୍ ରେଜଲ୍ଟ ଆସିଛି, ସବୁ ଦେଖିକି ସାର୍ ଆଶ୍ଚର୍ଯ୍ୟ। ଆଚ୍ଛା ୱାଓ ସବୁ ସାର୍ ଦେଖିକି ଆସିଛି। ଗୁଡ୍ ଗୁଡ୍। ଚାଲିଛି ସାର୍, କିନ୍ତୁ ସାର୍ ହିଲିଂ ପାଇଁ ସାର୍ ଚାଲିଛି ସାର୍, ଟିକେ ବର୍ତ୍ତମାନ ପ୍ରପର ପ୍ଲେସ୍ ଟିକେ ମିଳୁନି ହିଲିଂ କରିବା ପାଇଁ ସାର୍। କଣ ଘରେ ସାର୍ ପ୍ଲେସ୍, ତମେ ପ୍ରତ୍ୟେକ ଯୋଉଠି ଦିନ ବସୁଛ ସକାଳ ସେଠି ନାଲି କପଡା ପକେଇ ଦେଇକି କରିବ। ପ୍ଲେସ୍ କଣ ତମକୁ କଣ ଗୋଟେ ସୋରୁମ ଦରକାର କି? ସେମିତି କିଛି ଦରକାର ନାହିଁ, ତମେ ଯୋଉଠି ବସୁଛ ସେଠି ଯିବା କରିଦେଇପାରିବ। ଆସିବା ହୁଁ? ହଉ ଠିକ ଅଛି। ନିରଞ୍ଜନ, ତମର କଣ ହେଇଥିଲା ଗୋଟେ ମେସେଜ, ତମର କଣ ଶୁଣିଥିଲି କେତେବେଳେ ମେସେଜ ଗୋଟେ ପଠେଇଥିଲ? ସାର୍ ନମସ୍କାର। ହୁଁ ନମସ୍କାର କୁହ। ସାର୍ ନମସ୍କାର। ସାର୍ ମୁଁ ଭିଡ଼ିଓଟା ପଠାଇଥିଲି ସାର୍। ପଠେଇଥିଲ, ମୁଁ ଆଉ ସେ ସ୍କିପ୍ ହେଇଯାଇଛି, ତମେ ଆଉ ଥରେ ଏଇଟା ଫରୱାର୍ଡ କରିଦେଲ। କଣ ହେଇଥିଲା କହିଲ? ସାର୍ ମୁଁ ଘର ପାଇଁ ସିମ୍ବଲ ସବୁବେଳେ କରୁଥିଲି ସାର୍, ଲାକୁମି ୟୁଜ୍ କରୁଥିଲି। ମୋର ଏଇଟା କେବେ ହବ କ୍ଲିୟର, 2 ବର୍ଷ 3 4 ବର୍ଷ ହେଇଗଲାଣି ସାର୍, ହଉନଥିଲା ସେଇଟା। କଣଟା ହଉନଥିଲା? ସେଇଟା ମୋର ଘରଟା ଲୋନ୍ଟା ସେଂସନ୍ ହଉନଥିଲା। ଆଚ୍ଛା 3 ବର୍ଷ ହେଲା ଲୋନ୍ ସାଙ୍ଗସନ୍ ହଉନଥିଲା। 3 ବର୍ଷ ହେଲା, ତା ଆଗରୁ ଦେଖିବାକୁ ଗଲେ 10 ବର୍ଷ ହେଲା ଲାଗିଛି ସାର୍। ଆରେ ହେଲା ବା। ମୋର କେତେଟା ଜିନିଷ ହେଇନି, ହଉନଥିଲା ସାର୍। ଏ ଖାଲି ସିମ୍ପଲ ଇଏରୁ ମତେ ଡାଇରେକ୍ଟ ଆକାଉଣ୍ଟକୁ ପଇସା ଆସିଲା ସାର୍। କି କେତେ ଲକ୍ଷ? ଏମିତି କିଛି ସାର୍ ମୁଁ ତ ଅଳ୍ପ କରିଥିଲି ସାର୍, ଅଧା ପଇସା ପଳେଇ ଆସିଲା ସାର୍, 6 ଲକ୍ଷ ପଳେଇ ଆସିଲା। ଆରେ ବା ଆଉ ଠିକ ଅଛି। ଅଧା 4 ଲାକ୍ସ ଏବେ ସେ କାଲି ପର ଦିନ ମତେ ଫୋନ କରି କହିଲେ, ଆଉ 4 ଲକ୍ଷ କାଲି ପରଦିନ ଭିତରେ ହେଇଯିବ। ବୁଝିଲେ ଚାଲ ଠିକ ଅଛି, ବହୁତ ବଢିଆ, ବହୁତ ସାର୍। ବଢିଆ। ଆହୁରି ଚାଲ ସିମ୍ବଲରେ ତ ବହୁତ ଗୁଡି ମ୍ୟାଜିକ ହଉଛି ସାର୍। ହଉଛି ମ୍ୟାଜିକ ହଉଛି। ହଁ ସାର୍ ବହୁତ ଗୁଡାଏ। କୋଉ ଡାଉଟ୍ ଅଛି କି ହବନି ବୋଲି? ନାଇଁ ସାର୍ ଆଟୋନା ନାଇଁ ତ? ଆଉ ରଶ୍ମି ସିମ୍ବଲରେ ମୋର ଯାହା ପ୍ରୋବ୍ଲେମ ଥିଲା ସେଇଟା କ୍ଲିୟର ହେଇଗଲା ସାର୍। ଆରେ ବା ମୁଁ very ଯୋଉଟା good। ପୁରୁଣାରେ ବଞ୍ଚିକି ଥିଲି ସାର୍, ଟେନସନ ନେଇକି। ମାନେ ପୁରୁଣା ସେ ଦୁନିଆରେ ଥିଲ, ନୂଆ ଦୁନିଆକୁ ପଳେଇ ଆସିଲ। ହଁ ଆଟୋନା ଆଉ ସାର୍ ସେ
ରୋଶନୀ ସିମ୍ବଲ ସାର୍ ଆଉ ଆକୁଟୁ ସିମ୍ବଲ ଓକେ ଓକେ ପ୍ରେଜେଣ୍ଟ ରେ ପହଞ୍ଚିବା ପାଇଁ ସାର୍। ପ୍ରେଜେଣ୍ଟ ଅଛି ଭେରି ସାର୍ ଗୁଡ୍। ତାହେଲେ ଆପ୍ଲାଏ ଚାଲିଛି। ଦେଖନ୍ତୁ ଯିଏ ସଫ୍ଟୱେରରେ କରୁଛନ୍ତି ତା ରେଜଲ୍ଟ ସେ ପାଉଛି। ମୁଁ କହୁଥିଲି ନା ଗୀତା ଭାଗବତ ଖାଲି ପଢିଦେଲେ ହବନି, ତାକୁ ଜୀବନରେ ଆମେ ବ୍ୟବହାର କଲେ ଆମେ ସଫଳତା ପାଇବା। ପ୍ରଦୀପ, କଣ ଖବର ତମର? ସାର୍ ନମସ୍କାର। ହୁଁ। ହାପି ନ୍ୟୁ ଇୟର ସାର୍। ହଁ ହାପି ନ୍ୟୁ ଇୟର କୁହ। ସାର୍ ମୁଁ ନିଜେ 3 ଫୁଟ ତଳୁ ଗାଡିରୁ ପୁରା କଚାଡି ହେଇକି ପଇଲି କେବେ? ସାର୍। ସାର୍ ଏଇ 30 ତାରିଖରେ, ଡିସେମ୍ବର ଆଚ୍ଛା। 30 ତାରିଖରେ ସାର୍ ମୋ ଗାଡି ପୁରା ଏକାଥରେ ବେଣ୍ଡ ଫେଣ୍ଡ ହେଇକି ସବୁ ଇଏ ହେଇଗଲା, ସାଙ୍ଗେ ସାଙ୍ଗେ ଠିକ ହେଲା। 400 ଟଙ୍କା ଲାଗିଲା। ସେ ପଛରୁ ଜଣେ ଆଣିକି ବାଡେଇଲା ହଁ ଯେ ହଁ ମୁଁ 3 ଫୁଟ ଗାଡିରୁ ପୁରା ତଳୁକୁ କଚାଡି ହେଇକି ପଇଲି। ଆଜ୍ଞା ପଛ ବ୍ରେନ୍, ମୁଣ୍ଡରେ ହେଲମେଟ ନଥିଲା, କିଛି ନଥିଲା। କେବଳ ମୁଁ ଲିଲିମା ମ୍ୟାଡାମଙ୍କୁ ସାଙ୍ଗେ ସାଙ୍ଗେ ଜଣେଇଛି ଆସିକି। ହୁଁ। କିଛି କେବଳ ସିମ୍ବଲ ଡ୍ର କରିକି ଯାଇଥିଲି। ଆଜ୍ଞା କିଛି ଷ୍ଟାନ ହେଲାନି ନା କିଛି ଖଣ୍ଡିଆ ଖାବରା, ଟିକେ ବି ବ୍ଲଡ ବ୍ଲିଡିଂ ର ଟିକେ ହେଲେ ବି ଇଏ ହେଲାନି। ତାମାନେ ଏଞ୍ଜେଲ 30 ପ୍ରୋଟେକ୍ଟର ତାରିଖର ନେଇକି ଘଟଣା ଯାଇଥିଲ, ସାର୍। ଯାଇଥିଲ ସିମ୍ବଲ ଡ୍ର ଆଜ୍ଞା କରି। ଆଜ୍ଞା ହୁଁ।